ক্ষেত্রକୁ চল, সেখানে তোমার বিচার হই উপযুক্ত শাস্তি দিয়াଯିବ। ପୂର୍ବରୁ ଯେ ଶାସ୍ତିର ବିଧାନ ହେଉଛି, ତଥାପି ମୁଁ ଏସବୁ ସହ୍ୟ କରିଯାଉଛି, କାରଣ ଏହା ମହାରାଜାଙ୍କର ଆଦେଶ, ଜଣେ ବିଚାରପତିର ଆଦେଶ। ନଚେତ୍ ବିନା ଯୁଦ୍ଧରେ ହସ୍ତରେ ମୋର ଲୁହାର ଶିକୁଳି ପିନ୍ଧାଇ ଦେବା ପରେ ଗୋଟାଏ କୁକୁର ଚାବୁକର ପ୍ରହାର କରୁନଥାନ୍ତା, ଚତୁର୍ପତି ତାକୁ ସହ୍ୟ କରୁନଥାନ୍ତା। ଏହିପରି ଅକାର୍ଯ୍ୟ ବାକ୍ୟ ଭୟ କଲେ ଏହିପରି କଠିନ ଚାବୁକର ଆଘାତ ମାର, ମନ ଇଚ୍ଛା ମାର, ଏ ଚାବୁକ ପ୍ରହାର କରିବ କରି ଚାଲ। ମୋର ବିଚାର ପାଇଁ ମୋତେ ରାଜ ଦରବାରକୁ ନ ନେଇ ରାଣୀ ମହଲକୁ ଆଣିବାର ଉଦ୍ଦେଶ୍ୟ। ତୁମର ସେ ଅପରାଧ ବିଚାର କରିବୁ। ତମେ ବିଚାର କରିବ? ମୁଁ ତମେ ତ ବିଚାରକ ନୁହଁ। ସେଇ କ୍ଷମତା ମତେ ମହାରାଜା ଦେଇଛନ୍ତି। ମହାରାଜା କ୍ଷମତା ଦେଇଛନ୍ତି ବିଜେପି ବ୍ୟଭିଚାରିଣୀ ନାରୀକୁ ବିଚାର କରିବା ପାଇଁ। ତମର ଏ ଆଦେଶ ମୁଁ ମାନିବି ନାହିଁ। ସେ ଆଦେଶ ମାନିବାକୁ ବାଧ୍ୟ ହେବ। ମୋର ବିଚାର ପାଇଁ ମୋତେ ରାଜ ଦରବାରକୁ ଘେନି ଯାଇ ମୋର ଉପଯୁକ୍ତ ବିଚାର କରନ୍ତୁ। ତୁମ ଅପରାଧର ବିଚାର କରିବେ ରାଣୀ ପୁଷ୍ପା ଦେବୀ। ବିଚାର ରାଣୀ କରିବେ, ସେ ଆପଣଙ୍କର ପତ୍ନୀ ହେଲେ ସୁଦ୍ଧା ମୁଁ ତାଙ୍କର ବିଚାର ମାନିପାରିବି ନାହିଁ। ଚତୁର୍ପତି ବୃଦ୍ଧକୁ କଠିନ ଚାବୁକ ପ୍ରହାର କର। ତୁମର ଅପରାଧ ମହାରାଜ ସମ୍ମୁଖରେ ରାଣୀକୁ ବିଭିନ୍ନ ମୂର୍ଚ୍ଛନା କରି ତାଙ୍କ ମୂଳ ଆଘାତ ଦେଇଛ। ନା ନା, ମୋ ରାଜା, ମୋ ବିଚାରକ, ମୋ ଇଚ୍ଛା ଯେଉଁଠି ହେବ ସେଠି ବିଚାର କରିବି। ଆପଣଙ୍କ ଆଦେଶ ମାନିବି ନାହିଁ। ମାନିବ ନାହିଁ? ଏ ବୃଦ୍ଧ ମାନିବା ପର୍ଯ୍ୟନ୍ତ କଠିନ ଚାବୁକ ପ୍ରହାର କର। ଆରେ ବୋକା ଚାବୁକ ଚାହିଁଛୁ କଣ? ଶୀଘ୍ର ବୃଦ୍ଧକୁ ପ୍ରହାର କରୁ। ଯଦି ନ ପାରିବୁ ସେ ଚାବୁକ ମତେ ଦିଏ, ମୁଁ ଏଇ ପଥର ମାରିକି ତା ମୁହଁ ଭାଙ୍ଗି। ନା ନା, ତୁମେ କେହି ପାରିବ ନାହିଁ। ସେ ଚାବୁକ ମତେ ଦିଅ, ମୁଁ ଏହାର ଉତ୍ତର ବଳ ଭାଙ୍ଗିଦେବି। ମଥୁରା ଯୋଉ ମାରୁଛ କାହିଁକି? ତାଙ୍କର ଅପରାଧ କରୁଛି। ତୁ ଯା ସକ, ସେ ଅପରାଧ କଥା କିଛି ବୁଝିବ ନାହିଁ। କାନ ବାବା ତାଙ୍କୁ ମାରୁ ନାହିଁ, ସେ ଯେ କାନ୍ଦୁଛନ୍ତି ତାଙ୍କର ଅପରାଧ ପାଇଁ ତୁମେ ମତ ପ୍ରଦାନ କର। ପିଲାଟିର କଥା ସବୁ ହଉଛି ଏଇ ବୃଦ୍ଧର ଶିକ୍ଷା। ତୁମେ କାନ୍ଦୁଛ ଯା? ନାଇଁରେ ଅଶୋକ, ମୁଁ କାନ୍ଦିବି କାହିଁକି? ଏମାନଙ୍କ ମାଡ଼ରେ ମୋର କଣ ବା କ୍ଷତି ଘଟିଛି ଯେ ମୁଁ କାନ୍ଦିବି? କି ଅପରାଧ କରିଛି ଯା? ଚୋରି କରିଛି, ତୁମେ ସେପରି କାମ କରିପାରିବ ନାହିଁ। ଆରେ ତୁମେ ଜଣେ ଭଲ ମଣିଷ। ମହାରାଜ ଚାହିଁ ରହି କଣ ଅଜାଣତରେ ରହସ୍ୟ ଦେଖୁଥିବେ ନା କିଛି ଗୋଟେ ବିଚାର କରିବେ? ତୁମେ ଏହାର ବିଚାର କର ନାହିଁ। ମୋର ବିଚାରରେ ଏଇ ଭୟ ଦୋଷୀ ପ୍ରାଣଦଣ୍ଡ ଦରକାର। ଚମତ୍କାର ବିଚାର କରି ଜାଣ ତମେ। ଏ ବୃଦ୍ଧକୁ
ଶିରଚ୍ଛେଦନ କରିବ। ତମେ ମାନେ ସମସ୍ତେ ମତେ ଗୋଟାଏ ଶୃଗାଳ ମନେ କରିଛ। ଏ ପର୍ଯ୍ୟନ୍ତ ରାଜାଙ୍କର ଆଦେଶ ପାଳନ କରି ମୁଁ ସବୁ ସହ୍ୟ କରି ଯାଉଥିଲି। ଏ ବଳବନ୍ତ ହସ୍ତକୁ ଗୋଟାଏ ଲୁହାର ଚିଙ୍କୁଳିରେ ବାରମ୍ବାର ଅଙ୍କୁଶର ଘାତ ଦେଇଥାନ୍ତି। ଏଇ ଦେଖ ତୁମମାନଙ୍କ ସମ୍ମୁଖରେ ଏ ଲୁହାର ଚିଙ୍କୁଳିକୁ ମୋ ଛେନ୍ନ ଭିନ୍ନ হত্যা করিব হে বৃদ্ধ মন্ত্রী হস্তরে দক্ষিণ তরবারি ଥିବା যায় আর গোটাଏ লোম আমি মৌড়াই পারিব না। আস কেতে আসো তো আস আগে ସମସ୍ତଙ୍କୁ ଉପଯୁକ୍ତ ଶିକ୍ଷା ଦେବ। ତମେ ଉଠ ଉଠାଅ। ଅଜା